ଜୀବନରେ ଭାଗ୍ୟ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ମହତ୍ତ୍ୱପୂର୍ଣ୍ଣ ହେଉଛି କର୍ମ। କାରଣ ଭଲ କର୍ମ ହିଁ ଭଲ ଭାଗ୍ୟର ଦ୍ୱାର ଖୋଲିଥାଏ। ତେଣୁ ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ, ଭଲ କାର୍ଯ୍ୟ କରନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଜୁଲାଇ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ସର୍ବପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ଦ୍ୱିତୀୟ ଭାବରେ ମଙ୍ଗଳ, ତୃତୀୟରେ ରବି, ଚତୁର୍ଥରେ ବୁଧ ଏବଂ ବୃହସ୍ପତି, ପଞ୍ଚମରେ ଶୁକ୍ର ଏବଂ କେତୁ, ଏକାଦଶରେ ରାହୁ ଏବଂ ଦ୍ୱାଦଶରେ ଶନି ଅବସ୍ଥାନ କରିଛନ୍ତି। ରବି ଜୁଲାଇ 17 ତାରିଖରେ ଚତୁର୍ଥ ଭାବରେ ଅବସ୍ଥାନ କରିବେ କର୍କଟ ରାଶିରେ। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ମେଷ ରାଶି ଓ ମେଷ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ପ୍ରଥମେ ଆସନ୍ତୁ ଜାଣିବା ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ମଙ୍ଗଳ ଅଛନ୍ତି ଦ୍ୱିତୀୟ ଭାବରେ। ମାସ ସାରା ଏଇଠାରେ ହିଁ ରହିବେ ଏବଂ ଶନିଙ୍କର ତୃତୀୟ ଦୃଷ୍ଟି ମଙ୍ଗଳଙ୍କ ଉପରେ ରହୁଛି। ଶନି ଏବଂ ମଙ୍ଗଳ ପରସ୍ପର ଶତ୍ରୁ ହୋଇଥିବାରୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିଛି ସାବଧାନତା ଅବଲମ୍ବନ କରିବା ଦରକାର। ଯଦିଓ ବଡ଼ ଧରଣର କୌଣସି ସମସ୍ୟା ଦେଖାଯିବାର ସୂଚନା ମିଳୁନି, ତଥାପି ଛୋଟ ମୋଟ ସମସ୍ୟାକୁ ଅବହେଳା କରିବା ଠିକ୍ ହେବ ନାହିଁ। ମଙ୍ଗଳ ମଧ୍ୟ ମେଷ ରାଶି ପାଇଁ ଅଷ୍ଟମାଧିପତି। ଶନିଙ୍କ ଦୃଷ୍ଟି ପାଉଥିବାରୁ ଶରୀରରେ ଉଷ୍ଣତା ବୃଦ୍ଧି ପାଇପାରେ। ଗ୍ୟାସ୍, ଏସିଡ଼ିଟି, ବିପି ଫ୍ଲକ୍ଚୁଏସନ୍, ମୁଣ୍ଡବିନ୍ଧା, ଆଖି ଯନ୍ତ୍ରଣା, ଦାନ୍ତ ଏବଂ ମୁଖ ସମ୍ବନ୍ଧୀୟ ସମସ୍ୟା କିଛି ରହିପାରେ। ଥ୍ରୋଟ୍ ଇନଫେକ୍ସନ୍, ସ୍କିନ୍ ଆଲର୍ଜି ମଧ୍ୟ ରହିପାରେ। ମହିଳାମାନଙ୍କର ବ୍ଲଡ଼ ରିଲେଟେଡ୍ ଇସ୍ୟୁ ଭଳି ସମସ୍ୟା କେତେକ ଜାତକଙ୍କ ପାଖରେ ଦେଖା ଦେଇପାରେ। ଯେଉଁମାନଙ୍କର ପୂର୍ବରୁ ଡାଇବେଟିସ୍, ବ୍ଲଡ଼ ପ୍ରେସର, ଥାଇରଏଡ଼୍, ଗ୍ୟାଷ୍ଟ୍ରିକ୍, ଲିଭର ଇସ୍ୟୁ, ଷ୍ଟମାକ୍ ରିଲେଟେଡ୍ ଇସ୍ୟୁ କିଛି ଅଛି, ହାଡ଼ ଏବଂ ଗଣ୍ଠିବାତ ସମସ୍ୟାରେ ପୀଡ଼ିତ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଏହି ଜୁଲାଇ ମାସରେ ଅଧିକ ସଚେତନ ରହିବାକୁ ପଡ଼ିବ। ପୁରୁଣା ରୋଗରେ କେବେ କେବେ ଅସୁବିଧା ବଢ଼ିପାରେ ଏବଂ ଔଷଧକୁ ଅବହେଳା ଯଦି କରିଲେ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ଆପଣଙ୍କର ରାଶିକୁ ଶନିଙ୍କର 7.5 ବି ଚାଲିଛି। ପ୍ରଥମ ଚରଣ ଚାଲିଛି ଏଇଟା। ଶନି ଦ୍ୱାଦଶରେ ଅଛନ୍ତି। ଶନିଙ୍କର ପ୍ରଭାବ ଥିବାରୁ ଅଧିକ ଚିନ୍ତା, ମାନସିକ ଚାପ, ନିଦ୍ରାହୀନତା, ଶରୀରରେ ଦୁର୍ବଳତା ଏବଂ କାମ ପ୍ରତି ଅନାଗ୍ରହ ମଧ୍ୟ ସୃଷ୍ଟି ହୋଇପାରେ। ଅଧିକ ପରିଶ୍ରମ କିମ୍ବା ଅସାବଧାନତା କାରଣରୁ ଛୋଟ ମୋଟ ଆଘାତ ମଧ୍ୟ ଲାଗିପାରେ। ତେଣୁ ସତର୍କ ରହିବା ଆବଶ୍ୟକ। ତେବେ ଏହି ମାସରେ ଗୋଟିଏ ସକାରାତ୍ମକ କଥା ହେଲା କ'ଣ ନା, ଲଗ୍ନାଧିପତି ମଙ୍ଗଳ ନିଜର ଜୀବନ ଶକ୍ତିକୁ ସମ୍ପୂର୍ଣ୍ଣ ଦୁର୍ବଳ କରୁନାହାନ୍ତି। ସେଥିପାଇଁ ଠିକ୍ ସମୟରେ ଚିକିତ୍ସା, ସଠିକ୍ ଖାଦ୍ୟପାନୀୟ ଏବଂ ବିଶ୍ରାମ ନେଲେ ଅଧିକାଂଶ ସମସ୍ୟାରୁ ମୁକ୍ତି ମିଳିପାରେ। ପୂର୍ବରୁ ଥିବା ଅନେକ ରୋଗ ମଧ୍ୟ ମାସ ଶେଷ ବେଳକୁ ଧୀରେ ଧୀରେ ନିୟନ୍ତ୍ରଣରେ ଆସିବାର ସମ୍ଭାବନା ରହିଛି। ଓଭରଅଲ୍ ଯଦି କହିବି, ଏହି ଜୁଲାଇ ମାସ 2026 ମସିହାରେ ମେଷ ରାଶିର ସ୍ୱାସ୍ଥ୍ୟ ଦୃଷ୍ଟିରୁ ମିଶ୍ରିତ ଫଳ ପ୍ରଦାନ କରିବ। ଅବହେଳା କଲେ ଛୋଟ ସମସ୍ୟା ବଡ଼ ରୂପ ନେଇପାରେ, କିନ୍ତୁ ଠିକ୍ ସମୟରେ ସତର୍କତା ଏବଂ ଚିକିତ୍ସା ନେଲେ ସ୍ୱାସ୍ଥ୍ୟ ସାଧାରଣ ଭାବରେ ଭଲ ରହିବ। ଏବେ ଆସନ୍ତୁ ଜାଣିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ, ସ୍ମୃତିଶକ୍ତି ଏବଂ ବୁଦ୍ଧିର ଭାବ। ମେଷ ରାଶି ପାଇଁ ପଞ୍ଚମ ଭାବର ଅଧିପତି ହେଉଛନ୍ତି ରବି। ଜୁଲାଇ ମାସର ଫାର୍ଷ୍ଟ ହାଫ୍ରେ ରବି ତୃତୀୟ ଭାବରେ ଅବସ୍ଥାନ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିଶ୍ରମ କରିବାର ମନୋଭାବ ବଢ଼ିବ। ନିଜର ପ୍ରୟାସ ଏବଂ ଅଧ୍ୟବସାୟ ଦ୍ୱାରା ଆଗକୁ ବଢ଼ିବାର ଇଚ୍ଛା ରହିବ। କିନ୍ତୁ ଜୁଲାଇ 17 ତାରିଖ ପରେ ପରିସ୍ଥିତି ଆହୁରି ଶୁଭ ହୋଇଯିବ, କାରଣ ସେହି ସମୟରେ ପଞ୍ଚମାଧିପତି ରବି ଚତୁର୍ଥ ଭାବରେ ବୁଧ ଏବଂ ବୃହସ୍ପତିଙ୍କ ସହିତ ଯୁକ୍ତ ହେବେ। ଏହି ତିନି ଗ୍ରହର ସଂଯୋଗ ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବାର ସଂକେତ ଦେଉଛି। ବୁଧ ହେଉଛନ୍ତି ବୁଦ୍ଧି, ଆନାଲିଟିକାଲ ସ୍କିଲ୍ ଏବଂ ଗଣିତର କାରକ ଗ୍ରହ। ସେହିଭଳି ବୃହସ୍ପତି ହେଉଛନ୍ତି ଜ୍ଞାନ ଏବଂ ଶିକ୍ଷାର କାରକ ଗ୍ରହ।
ତେଣୁ ଏହି କଞ୍ଜକ୍ସନ୍ ପାଠପଢ଼ାରେ ଏକାଗ୍ରତା, ନୂଆ ବିଷୟ ଶିଖିବାର ଆଗ୍ରହ ଏବଂ ସଠିକ୍ ନିଷ୍ପତ୍ତି ନେବାର କ୍ଷମତାକୁ ବଢ଼ାଇବ। ଯେଉଁ ମେଷ ରାଶିର ଷ୍ଟୁଡେଣ୍ଟସ୍ ମାନେ ସ୍କୁଲ ଲେବୁଲରେ ଅଛନ୍ତି, ଏହି ଜୁଲାଇ ମାସ ବିଶେଷ ଭାବରେ ଅନୁକୂଳ ରହିପାରେ ସେମାନଙ୍କ ପାଇଁ। ବିଶେଷ କରି ଜୁଲାଇ 17 ପରେ ପାଠପଢ଼ାରେ ମନ ଲାଗିବ, ସ୍ମରଣ ଶକ୍ତି ବୃଦ୍ଧି ପାଇବ ଏବଂ ପରୀକ୍ଷାରେ ଭଲ ଫଳ ମିଳିବାର ସମ୍ଭାବନା ବଢ଼ିବ। ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ପାଠପଢ଼ାରେ ଆଳସ୍ୟ ଅନୁଭବ କରୁଥିଲେ, ସେମାନେ ମଧ୍ୟ ଶିକ୍ଷକଙ୍କ ସହଯୋଗ ଏବଂ ନିଜର ପରିଶ୍ରମ ଦ୍ୱାରା ଭଲ ଗ୍ରୋ କରିପାରିବେ। ଯେଉଁମାନେ କଲେଜରେ ପଢ଼ୁଛନ୍ତି, ବୁଧ ଏବଂ ବୃହସ୍ପତିଙ୍କର ଯୁକ୍ତି ବିଶେଷ ଫଳ ପ୍ରଦାନ କରିବ ସେମାନଙ୍କୁ। ସାଇନ୍ସ, କମର୍ସ, ମ୍ୟାଥ୍, କମ୍ପ୍ୟୁଟର, ଆକାଉଣ୍ଟସ୍, ମ୍ୟାନେଜମେଣ୍ଟ ଭଳି ବିଷୟ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିପାରିବେ। ପ୍ରୋଜେକ୍ଟ, ସେମିନାର, ପ୍ରାକ୍ଟିକାଲ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ଭଲ ଫଳ ମିଳିବ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ, ଭାଗ୍ୟର ଭାବ। ନବମ ଭାବର ଅଧିପତି ବୃହସ୍ପତି ନିଜର ଉଚ୍ଚ ରାଶିରେ ଚତୁର୍ଥ ଭାବରେ କର୍କଟ ରାଶିରେ ଅଛନ୍ତି ଏବଂ ବୁଧଙ୍କ ସହିତ ଅଛନ୍ତି। ଫଳରେ ଉଚ୍ଚଶିକ୍ଷା ପାଇଁ ଏହା ଏକ ଅତ୍ୟନ୍ତ ଶୁଭଯୋଗ ବୋଲି କୁହାଯାଇପାରେ। ଜୁଲାଇ 17 ପରେ ଯେତେବେଳେ ପଞ୍ଚମପତି ରବି ଏଠାରେ ଅବସ୍ଥାନ କରିବେ, ସେତେବେଳେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଜ୍ଞାନ ଏବଂ ବୁଦ୍ଧିର ବିକାଶ ହେବ। ଯେଉଁମାନେ ଇଞ୍ଜିନିୟରିଂ, ମେଡ଼ିକାଲ, MBA, MSc, PhD, ରିସର୍ଚ୍ଚ କିମ୍ବା ବିଦେଶରେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ଏହି ଜୁଲାଇ ମାସ ଭଲ ସୁଯୋଗ ନେଇ ଆସିପାରେ। କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକାଗ୍ରତା ବଢ଼ିବ ଏବଂ ଠିକ୍ ମାର୍ଗଦର୍ଶନ ମିଳିବାର ସମ୍ଭାବନା ରହିବ। ଓଭରଅଲ୍ ଦେଖିବାକୁ ଗଲେ ମେଷ ରାଶି ପାଇଁ ଜୁଲାଇ 2026 ମାସ ଶିକ୍ଷା କ୍ଷେତ୍ରରେ ଉନ୍ନତି, ଜ୍ଞାନ, ବୁଦ୍ଧି ଏବଂ ଭଲ ପ୍ରଦର୍ଶନର ସଂକେତ ଦେଉଛି। ବିଶେଷ କରି ଜୁଲାଇ 17 ପରେ ରବି, ବୁଧ ଏବଂ ଉଚ୍ଚସ୍ଥ ବୃହସ୍ପତିଙ୍କର ଯୁକ୍ତି ସ୍କୁଲ ଶିକ୍ଷା, କଲେଜ ଶିକ୍ଷା ଏବଂ ଉଚ୍ଚଶିକ୍ଷା ପାଇଁ ଅନେକ ପଜିଟିଭ୍ ରେଜଲ୍ଟ ଆଣିପାରେ। ଏହି ସମୟରେ ଯେତେ ଅଧିକ ପରିଶ୍ରମ କରିବେ, ସେତେ ଭଲ ଫଳ ପାଇବାର ସମ୍ଭାବନା ରହିଛି। ଜ୍ଞାନ, ବୁଦ୍ଧି ଏବଂ ଭାଗ୍ୟ ଏହି ତିନୋଟିର ସମର୍ଥନ ମିଳୁଥିବାରୁ ଏହି 2026 ମସିହା ଜୁଲାଇ ମାସରେ ମେଷ ରାଶିର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତିଶୀଳ ମାସ ହେବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ସଞ୍ଚୟର ଭାବ, ପରିବାରର ଭାବ। ଏହାର ଅଧିପତି ଶୁକ୍ର ପଞ୍ଚମ ଭାବରେ ଅବସ୍ଥାନ କରିଛନ୍ତି। ପଞ୍ଚମ ଭାବ ବୁଦ୍ଧି, ପ୍ଲାନିଂ, ଇନଭେଷ୍ଟମେଣ୍ଟ, ସନ୍ତାନ ଏବଂ ଶିକ୍ଷାର ଭାବ ହୋଇଥିବାରୁ ଏହି କ୍ଷେତ୍ରଗୁଡ଼ିକ ସହ ଧନର ସିଧା ସମ୍ପର୍କ ରହୁଛି। କିନ୍ତୁ ଶୁକ୍ରଙ୍କ ସହିତ କେତୁର ଯୁକ୍ତି ଏବଂ ରାହୁଙ୍କର ଦୃଷ୍ଟି ଥିବାରୁ ଆର୍ଥିକ କ୍ଷେତ୍ରରେ କିଛି ଅସ୍ଥିରତା ଏବଂ ଅପ୍ରତ୍ୟାଶିତ ଘଟଣା ଦେଖାଯାଇପାରେ। ଧନ ଆସିବ, କିନ୍ତୁ ସେହି ଧନକୁ ସଞ୍ଚୟ କରିବା ସହଜ ହେବନି। ହଠାତ୍ ଆୟ ବୃଦ୍ଧି ହେବା ସହିତ ହଠାତ୍ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ଅନ୍ୟପଟରେ ଯଦି ଦେଖିବା, ଲଗ୍ନାଧିପତି ଏବଂ ଅଷ୍ଟମ ଭାବର ଅଧିପତି ନିଜେ ମଙ୍ଗଳ ଦ୍ୱିତୀୟ ଭାବରେ ଅବସ୍ଥାନ କରିଛନ୍ତି। ମଙ୍ଗଳଙ୍କର ଚତୁର୍ଥ ଦୃଷ୍ଟି ଶୁକ୍ରଙ୍କ ଉପରେ ପଡ଼ୁଥିବାରୁ ଧନ ଉପାର୍ଜନ କରିବାରେ ସାହସ, ପରିଶ୍ରମ ଏବଂ ନିଜର ପ୍ରୟାସ ମୁଖ୍ୟ ଭୂମିକା ନେବ। ସେଲ୍ଫ ଏଫର୍ଟ, ବିଜନେସ୍, କମିଶନ, ମାର୍କେଟିଂ, ଟିଚିଂ ଲାଇନ୍, ଅନଲାଇନ୍ କାମ କିମ୍ବା ସ୍ୱାଧୀନ ପେଶା ମାଧ୍ୟମରେ ଭଲ ଆୟର ସମ୍ଭାବନା ରହିଛି। ଏହି ମାସରେ ଯଦି ଦେଖିବା, ଏଜୁକେସନ୍, କୋଚିଂ ସେଣ୍ଟର, କନସଲ୍ଟିଂ ରିଲେଟେଡ୍ ୱାର୍କ, କ୍ରିଏଟିଭ୍ ଫିଲ୍ଡ, ସୋସିଆଲ ମିଡ଼ିଆ ଥ୍ରୁରେ ଇନକମ୍ ଭଲ ହେବ। ସେୟାର ମାର୍କେଟ, ଇନଭେଷ୍ଟମେଣ୍ଟ, ସ୍ପେକୁଲେଟିଭ୍ କାର୍ଯ୍ୟରେ ଲାଭର ସୁଯୋଗ ମଧ୍ୟ ରହିଛି। କିନ୍ତୁ ରାହୁ କେତୁଙ୍କର ପ୍ରଭାବ ଥିବାରୁ ସାବଧାନତା ଆବଶ୍ୟକ। ସନ୍ତାନ କିମ୍ବା ସନ୍ତାନ ସମ୍ବନ୍ଧୀୟ କାର୍ଯ୍ୟ ଦ୍ୱାରା ମଧ୍ୟ ଖୁସି ଏବଂ ଲାଭ ମିଳିପାରେ। ପୁରୁଣା ଅଟକିଥିବା ଟଙ୍କା କିମ୍ବା ଅନଏକ୍ସପେକ୍ଟେଡ୍ ସୋର୍ସରୁ ଇନକମ୍ ଆସିପାରେ। ଏହି ମାସରେ ସନ୍ତାନଙ୍କ ଶିକ୍ଷା ଏବଂ ଭବିଷ୍ୟତ ଗଠନ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ। ଲଭ୍ ଲାଇଫ୍ ଏବଂ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହେବ। ମୋବାଇଲ, ଗାଡ଼ି, ବିୟୁଟି, ଲକ୍ଜୁରୀ ପ୍ରଡ଼କ୍ଟ, କସ୍ମେଟିକ୍ସ ଆଦିରେ ଖର୍ଚ୍ଚ ବଢ଼ିପାରେ। ପୂଜାପାଠ, ଧାର୍ମିକ କାର୍ଯ୍ୟ କିମ୍ବା ତୀର୍ଥଯାତ୍ରାରେ ଖର୍ଚ୍ଚ ହୋଇପାରେ। ହଠାତ୍ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖର୍ଚ୍ଚ କିମ୍ବା ପରିବାରର କୌଣସି ଆବଶ୍ୟକତା ପାଇଁ ଖର୍ଚ୍ଚ ହୋଇପାରେ। ଦ୍ୱିତୀୟାଧିପତି ଶୁକ୍ର ପଞ୍ଚମ ଭାବରେ ଥିବାରୁ ଧନଯୋଗ ନିଶ୍ଚିତ ସୃଷ୍ଟି କରୁଛନ୍ତି, ଏଥିରେ ସନ୍ଦେହ ନାହିଁ। ମଙ୍ଗଳଙ୍କର ଦୃଷ୍ଟି ଦ୍ୱିତୀୟ ପତିକୁ ଇନକମ୍ ଜେନେରେଟ୍ ପାଇଁ ଏନର୍ଜି ଦେଉଛି। କିନ୍ତୁ କେତୁ ସହିତ ଶୁକ୍ରଙ୍କର ଯୁକ୍ତି ଥିବାରୁ ଏବଂ ରାହୁଙ୍କର ଦୃଷ୍ଟି ଥିବାରୁ ଧନରେ ଉତ୍ଥାନ ପତନ ଏବଂ ଅନିୟମିତତା ସୃଷ୍ଟି କରିପାରେ। ତେଣୁ ଜୁଲାଇ ମାସରେ ମେଷ ରାଶି ପାଇଁ ଆୟର ସୁଯୋଗ ଭଲ ରହିବ, କିନ୍ତୁ ଖର୍ଚ୍ଚର ପରିମାଣ ବଢ଼ିବାରୁ ସଞ୍ଚୟରେ ବାଧା ସୃଷ୍ଟି ହେବ। ଏହି ମାସର ମୂଳ ମନ୍ତ୍ର ହେଉଛି ଟଙ୍କା ଆସିବ, କିନ୍ତୁ ବୁଦ୍ଧିମାନ ଭାବରେ ଖର୍ଚ୍ଚ ଏବଂ ସଞ୍ଚୟ କରିବା ଆବଶ୍ୟକ। ଓଭରଅଲ୍ ଯଦି କହିବି, ମେଷ ରାଶି ପାଇଁ ଜୁଲାଇ 2026
ଧନ ଦୃଷ୍ଟିରୁ ମଧ୍ୟମରୁ ଭଲ ରହିବ, କିନ୍ତୁ ଅନିୟନ୍ତ୍ରିତ ଖର୍ଚ୍ଚ ଏବଂ ରଙ୍ଗ ଇନଭେଷ୍ଟମେଣ୍ଟରୁ ଦୂରରେ ରହିବା ଅତ୍ୟନ୍ତ ଆବଶ୍ୟକ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍ ରୋମାନ୍ସ ଆଟ୍ରାକ୍ସନର ଭାବ। ପଞ୍ଚମାଧିପତି ରବି ଅଛନ୍ତି ତୃତୀୟ ଭାବରେ ମିଥୁନ ରାଶିରେ ଏବଂ ପଞ୍ଚମରେ ଅଛନ୍ତି ଶୁକ୍ର ସହିତ କେତୁ। ଫଳରେ ପ୍ରେମରେ ଅସ୍ଥିରତା, ଡିଷ୍ଟାନ୍ସ, ୱାନ୍ ସାଇଡ୍ ଲଭ୍, ପୁରୁଣା ପ୍ରେମର ସ୍ମୃତି କିମ୍ବା ହଠାତ୍ ସମ୍ପର୍କରେ ପରିବର୍ତ୍ତନ ଆଣିପାରେ। ପଞ୍ଚମ ଭାବକୁ ମଙ୍ଗଳ ଏବଂ ରାହୁଙ୍କର ଦୃଷ୍ଟି ଥିବାରୁ ଲଭ୍ରେ ଆଟ୍ରାକ୍ସନ୍ ରହିବ, କିନ୍ତୁ ବେଳେବେଳେ ମିସ୍ଅଣ୍ଡରଷ୍ଟାଣ୍ଡିଂ, ଈର୍ଷା, ରାଗ କିମ୍ବା ତୃତୀୟ ବ୍ୟକ୍ତିଙ୍କର ହସ୍ତକ୍ଷେପ ଯୋଗୁଁ ସମ୍ପର୍କରେ ଚାପ ଆସିପାରେ। ତେଣୁ ଧୈର୍ଯ୍ୟ ଏବଂ ବିଶ୍ୱାସ ରଖିବା ଆବଶ୍ୟକ। ଯେଉଁମାନେ ଟିନ୍ ଏଜର୍ ଅଛନ୍ତି, ନ୍ୟୁ ଲଭ୍ ଷ୍ଟାର୍ଟ ହେବାର ଯୋଗ ଅଛି। କାହା ପ୍ରତି କ୍ରସ୍ ରହିପାରେ। ସିକ୍ରେଟ୍ ଲଭ୍ ଷ୍ଟାର୍ଟ ହୋଇପାରେ, କିନ୍ତୁ ଭାବନାରେ ଭାସିଯାଇ ସାଙ୍ଗେ ସାଙ୍ଗେ ବଡ଼ ନିଷ୍ପତ୍ତି ନେବାଟା ଠିକ୍ ହେବନି। ଯେଉଁମାନେ 20ରୁ 30 ଏଜ୍ ମଧ୍ୟରେ ଅଛନ୍ତି, ଲଭ୍ରେ ଆଟ୍ରାକ୍ସନ୍ ବହୁତ ରହିବ। ପୁରୁଣା ପ୍ରେମିକ କିମ୍ବା ପ୍ରେମିକା ପୁଣି ସମ୍ପର୍କରେ ଆସିପାରନ୍ତି। ମିସ୍ଅଣ୍ଡରଷ୍ଟାଣ୍ଡିଂ, ଆର୍ଗୁମେଣ୍ଟ ଠାରୁ ଦୂରେଇ ରହିଲେ ସମ୍ପର୍କ ଠିକ୍ ରହିବ, ନଚେତ୍ ଦୂରତା ବଢ଼ିପାରେ। ସେହିପରି ଓଲ୍ଡ ଏଜ୍ ଲଭ୍ କଥା ଯଦି କହିବି, ସ୍ୱାମୀ ସ୍ତ୍ରୀ କିମ୍ବା ଦୀର୍ଘ ଦିନର ସାଥୀ ସହ ଇମୋସନାଲ୍ ବଣ୍ଡିଂ ରହିବ, କିନ୍ତୁ ଫ୍ୟାମିଲି ମ୍ୟାଟରକୁ ନେଇ ଛୋଟ ମୋଟ ମତଭେଦ ରହିପାରେ। ଜୁଲାଇ 17 ପରେ ରବି ବୃହସ୍ପତି ଯୁକ୍ତ ହେବା ଫଳରେ ସମସ୍ୟାର ସମାଧାନ ହେବାର ସମ୍ଭାବନା ଭଲ ଅଛି। ଓଭରଅଲ୍ ଯଦି କହିବି, ମେଷ ରାଶି ପାଇଁ ଏହି ମାସର ଲଭ୍ ରିଲେସନ୍ ମୋଟାମୋଟି ଭାବରେ ମିଶ୍ରିତ ଫଳ ପ୍ରଦାନ କରିବ। ପ୍ରେମରେ ଆକର୍ଷଣ, ରୋମାନ୍ସ ଏବଂ ନୂଆ ସୁଯୋଗ ମିଳିବ, କିନ୍ତୁ କେତୁ ପଞ୍ଚମରେ ଥିବାରୁ ଏବଂ ରାହୁଙ୍କର ଦୃଷ୍ଟି ପଞ୍ଚମକୁ ଥିବାରୁ ଅନାବଶ୍ୟକ ସନ୍ଦେହ, ରାଗରୁଷା, ଭୁଲ ବୁଝାମଣା ଟିକେ ଅଧିକ ରହିବ। ତେଣୁ ବିଶ୍ୱାସ ଏବଂ ସଠିକ୍ କଥାବାର୍ତ୍ତା ରଖିଲେ ସମ୍ପର୍କ ଆହୁରି ମଜବୁତ ହୋଇପାରେ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବିବାହ ଓ ଦାମ୍ପତ୍ୟ ଜୀବନର ଭାବ। ସପ୍ତମାଧିପତି ଶୁକ୍ର ଅଛନ୍ତି ପଞ୍ଚମରେ କେତୁଯୁକ୍ତ ହୋଇକି ଏବଂ ସପ୍ତମକୁ ରାହୁଙ୍କର ଦୃଷ୍ଟି ଥିବାରୁ ଏହି ମାସରେ ଦାମ୍ପତ୍ୟ ଜୀବନରେ କିଛି ଭ୍ରମ, ମତଭେଦ, ସନ୍ଦେହ କିମ୍ବା ଅନାବଶ୍ୟକ ଚିନ୍ତା ଦେଖା ଦେଇପାରେ। କେବେ କେବେ ଛୋଟ କଥା ବଡ଼ ବିବାଦର ରୂପ ନେଇପାରେ। ସପ୍ତମାଧିପତି ଶୁକ୍ର ହେଲେ ବିବାହ ଏବଂ ପ୍ରେମର କାରକ ଗ୍ରହ। ଶୁକ୍ର କେତୁଯୁକ୍ତ ଥିବାରୁ ସମ୍ପର୍କରେ ଭାବନାତ୍ମକ ଦୂରତା, ଏକାକୀପଣର ଅନୁଭବ ହେବ କିମ୍ବା ପାର୍ଟନରଙ୍କ ମନକୁ ବୁଝିବାରେ କିଛି ଅସୁବିଧା ହୋଇପାରେ। କେତୁ ହେଉଛି ବିଚ୍ଛେଦର କାରକ ଗ୍ରହ, ତେଣୁ ଅହଙ୍କାର କିମ୍ବା ଭୁଲ ବୁଝାମଣାକୁ ବଢ଼ାଇ ଦେଇପାରେ। ଶୁକ୍ରଙ୍କ ଉପରେ ମଙ୍ଗଳ ଏବଂ ରାହୁଙ୍କର ଦୃଷ୍ଟି ଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆଙ୍ଗର ଇସ୍ୟୁ, ଜିଦି ଏବଂ ମିସ୍ଅଣ୍ଡରଷ୍ଟାଣ୍ଡିଂ ବଢ଼ିପାରେ। ତେଣୁ କପୁଲମାନଙ୍କୁ ଏହା ଆଡ଼ଭାଇସ୍ ରହିବ ଯେ ରାଗରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ କିମ୍ବା କଠୋର କଥା କୁହନ୍ତୁ ନାହିଁ। ଧୈର୍ଯ୍ୟ ଏବଂ ବୁଝାମଣା ରଖନ୍ତୁ, ସମ୍ପର୍କରେ ସୁଧାର ଆସିବ। ଯେଉଁମାନେ ନ୍ୟୁଲି ମ୍ୟାରେଡ୍ କପୁଲ ଅଛନ୍ତି, ଜୁଲାଇ ମାସର ପ୍ରଥମାର୍ଦ୍ଧରେ କିଛି ମାନସିକ ଚାପ ଏବଂ ମତଭେଦ ରହିବ, କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବ ଏବଂ ପରସ୍ପର ମଧ୍ୟରେ ବୁଝାମଣା ବଢ଼ିବ। ପାର୍ଟନରଙ୍କର ହେଲ୍ଥ ପ୍ରତି ଆପଣ ସଚେତନ ରହିବା ଦରକାର। ତାଙ୍କର ମାନସିକ ଚାପକୁ ଏହି ସମୟରେ କମ୍ କରିବା ଆପଣଙ୍କର ଦାୟିତ୍ୱ। ସେହିପରି ଯେଉଁମାନେ ଅବିବାହିତ ଅଛନ୍ତି, ବିବାହ ହେଇନି, ସପ୍ତମାଧିପତି ଶୁକ୍ର କେତୁ ସହ ଯୁକ୍ତ ଏବଂ ରାହୁ ମଙ୍ଗଳଙ୍କର ପ୍ରଭାବ ଥିବାରୁ ବିବାହରେ କଥାବାର୍ତ୍ତାରେ ବିଳମ୍ବ, ଦ୍ୱନ୍ଦ୍ୱ କିମ୍ବା କୌଣସି କାମରେ ବାଧା ଆସିପାରେ। ତଥାପି ଶୁକ୍ର ସପ୍ତମପତି ହିସାବରେ ସକ୍ରିୟ ଥିବାରୁ ସମ୍ପୂର୍ଣ୍ଣ ଭାବରେ ବିବାହ ଯୋଗ ନଷ୍ଟ ହେଉନି। ଯଦି ପୂର୍ବରୁ କୌଣସି ସମ୍ପର୍କ କିମ୍ବା ବିବାହ ପ୍ରସ୍ତାବ ଚାଲୁ ରହିଥାଏ, ତେବେ ଜୁଲାଇ 2026ରେ କଥାବାର୍ତ୍ତା ଆଗକୁ ବଢ଼ିପାରେ, କିନ୍ତୁ ବାଧା ବିଳମ୍ବ ନିଶ୍ଚିତ ହେବ। ସଂକ୍ଷେପରେ କହିବାକୁ ଗଲେ ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ରଖିବା ଆବଶ୍ୟକ। ରାହୁ ମଙ୍ଗଳଙ୍କର ପ୍ରଭାବରୁ ଛୋଟ କଥାରେ ଝଗଡ଼ା ହୋଇପାରେ। ଶୁକ୍ର କେତୁଙ୍କ ସଂଯୋଗ ସମ୍ପର୍କରେ ଭାବନାତ୍ମକ ଦୂରତା ଆଣିପାରେ। ମାସର ସେକେଣ୍ଡ ହାଫ୍ ଫାର୍ଷ୍ଟ ହାଫ୍ ଅପେକ୍ଷା ଭଲ ରହିବ। ବିବାହର ଯୋଗ ଅଛି, ବଟ୍ ବିଳମ୍ବ କିଛି ବାଧା ଦେଖାଉଛି। ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱାସ ରଖିଲେ, ଧୈର୍ଯ୍ୟ ଧରିଲେ ସମ୍ପର୍କ ଆହୁରି ମଜବୁତ ହେବ। ମେଷ ରାଶି ପାଇଁ ଏହି 2026 ମସିହା ଜୁଲାଇ ମାସ ଦାମ୍ପତ୍ୟ ଜୀବନରେ କିଛି ପରୀକ୍ଷାର ସମୟ ହୋଇପାରେ, କିନ୍ତୁ ବୁଦ୍ଧିମତ୍ତା ଏବଂ ସଂଯମ ରଖିଲେ ସମ୍ପର୍କକୁ ସୁନ୍ଦର ଭାବରେ ଆଗକୁ ନେଇଯିବା ଆପଣଙ୍କ ପାଇଁ ସମ୍ଭବ ହେବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ମେଷ ରାଶି ପାଇଁ ଦଶମ ଭାବ ହେଉଛି ମକର ରାଶି। ଦଶମ ଭାବ କର୍ମର ଭାବ, ପଦ ପ୍ରତିଷ୍ଠାର ଭାବ, କ୍ୟାରିୟରର ଭାବ। ଦଶମାଧିପତି ଶନି ଦ୍ୱାଦଶ ଭାବରେ ଥିବାରୁ କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। କେତେକ ଲୋକଙ୍କ ପାଇଁ ଦୂରସ୍ଥାନ, ଫରେନ୍ କମ୍ପାନୀ, MNC, ହସ୍ପିଟାଲ, ରିସର୍ଚ୍ଚ, IT ସେକ୍ଟର, ଅନଲାଇନ୍ କାମ କିମ୍ବା
ପରଦା ପଛର କାମ କରିବା ଭଳି କ୍ଷେତ୍ରରୁ ଲାଭ ମିଳିପାରେ। ସବୁଠାରୁ ଭଲ କଥା ହେଉଛି ଦଶମ ଭାବ ଉପରେ ବୁଧ ଏବଂ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ରହୁଛି। ସବୁଠାରୁ ଭଲ କଥା ହେଉଛି ଦଶମ ଭାବ ଉପରେ ବୁଧ ଏବଂ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ରହୁଛି। ବୁଧ ଯୋଗୁଁ ବୁଦ୍ଧି, କମ୍ୟୁନିକେସନ୍, ରାଇଟିଂ, କମ୍ପ୍ୟୁଟର ସ୍କିଲ୍, ବ୍ୟାଙ୍କିଂ, ଆକାଉଣ୍ଟ, ସେଲ୍ସ, ମାର୍କେଟିଂ, ଏଜୁକେସନ୍, ଡିଜିଟାଲ କ୍ଷେତ୍ରରେ ସୁଯୋଗ ବଢ଼ିବ। ଦଶମକୁ ବୃହସ୍ପତିଙ୍କର ଦୃଷ୍ଟି ଥିବାରୁ ସିନିୟର ପର୍ସନଙ୍କ ସହଯୋଗ ମିଳିବ, ଭାଗ୍ୟର ସମର୍ଥନ ବି ମିଳିବ। ସେହିପରି ଦଶମାଧିପତି ଶନିଙ୍କ ଉପରେ ବୃହସ୍ପତିଙ୍କର ଦୃଷ୍ଟି ଥିବାରୁ ଭଲ ଫଳପ୍ରାପ୍ତିର ଯୋଗ ରହିଛି। ପୂର୍ବରୁ ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ଲୋକମାନଙ୍କ ପାଇଁ ଏହି ମାସ ସାଧାରଣରୁ ଭଲ ରହିବ। ନୂଆ ପ୍ରୋଜେକ୍ଟ, ନୂଆ ଦାୟିତ୍ୱ ଏବଂ ସିନିୟରଙ୍କର ପ୍ରଶଂସା ମିଳିପାରେ। ଆଇଟି, ସଫ୍ଟୱେୟାର, ବ୍ୟାଙ୍କିଂ, ଫାଇନାନ୍ସ, ଏଜୁକେସନ୍, ସେଲ୍ସ, ମାର୍କେଟିଂ, ଡିଜିଟାଲ ମିଡ଼ିଆ, କମ୍ୟୁନିକେସନ୍, କନସଲ୍ଟାନ୍ସି କ୍ଷେତ୍ରରେ ଚାକିରି ପାଇବାର ସମ୍ଭାବନା ଅଧିକ ରହିଛି। ସେହିପରି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପେୟାର ହେଉଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ମାସଟି ପରିଶ୍ରମ ଅଧିକ ରହିବ। ବୃହସ୍ପତିଙ୍କର ଦୃଷ୍ଟି ଦଶମକୁ ଥିବାରୁ ଏକ୍ଜାମ, ଇଣ୍ଟରଭ୍ୟୁ କିମ୍ବା ଡକୁମେଣ୍ଟ ଭେରିଫିକେସନରେ ପଜିଟିଭ୍ ରେଜଲ୍ଟ ମିଳିପାରେ, କିନ୍ତୁ ଡିଲେ ହେବ କାରଣ ଦଶମାଧିପତି ଶନି ଦ୍ୱାଦଶ ଭାବରେ ଅବସ୍ଥାନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଜୁଲାଇ ମାସରେ କେଉଁ ଫିଲ୍ଡରେ ଜବ୍ ହେବାର ସମ୍ଭାବନା ବେଶୀ ରହିଛି ମେଷ ରାଶି ପାଇଁ। ଆଇଟି ଏବଂ ସଫ୍ଟୱେୟାର, ବ୍ୟାଙ୍କିଂ ଆଣ୍ଡ ଫାଇନାନ୍ସ, ଟିଚିଂ ଲାଇନ୍, ଏଜୁକେସନ୍ ଫିଲ୍ଡ, ସେଲ୍ସ ଆଣ୍ଡ ମାର୍କେଟିଂ, ଡିଜିଟାଲ ମିଡ଼ିଆ, ଅନଲାଇନ୍ ୱାର୍କ, କନସଲ୍ଟାନ୍ସି, ମ୍ୟାନେଜମେଣ୍ଟ, ମେଡ଼ିକାଲ, ହସ୍ପିଟାଲ ରିଲେଟେଡ୍ ୱାର୍କ, ଫରେନ୍ କମ୍ପାନୀ, ଏମ୍ଏନ୍ସି, ଏହିସବୁଥିରେ ଯଦି ନିଜର ଯୋଗ୍ୟତା ହିସାବରେ ଟ୍ରାଏ କରୁଛନ୍ତି ଆପଣ, ତେବେ ଜବ୍ ହେବାର ପସିବିଲିଟି 100% ରହିଛି। ଜୁଲାଇ 17 ତାରିଖ ପରେ ପଞ୍ଚମାଧିପତି ରବି ରହିବେ ଚତୁର୍ଥରେ, ବୁଧ ବୃହସ୍ପତି ଯୁକ୍ତ ହୋଇକି। ଦଶମକୁ 3ଟି ଗ୍ରହର ଦୃଷ୍ଟି ରହିବ। ଫଳରେ କର୍ମକ୍ଷେତ୍ରରେ ଆପଣଙ୍କର ପରିଚୟ ଏବଂ ସମ୍ମାନ ବଢ଼ିବ। ଯେଉଁମାନେ ବହୁତ ଦିନ ଧରି ପ୍ରମୋସନ୍ ବା ପଦୋନ୍ନତି ଅପେକ୍ଷାରେ ଅଛନ୍ତି ସେମାନଙ୍କ ପାଇଁ ଉପର ଲେବୁଲରେ ଆଲୋଚନା ଆରମ୍ଭ ହୋଇପାରେ। କିଛି ଗୁଡ୍ ନ୍ୟୁଜ୍ ମଧ୍ୟ ଆସିପାରେ। ଯଦିଓ ସବୁକିଛି ସାଙ୍ଗେ ସାଙ୍ଗେ ହେବନି, କିନ୍ତୁ ପରିଶ୍ରମର ଫଳ ମିଳିବାର ଯୋଗ ଦେଖାଉଛି। ସେହିପରି ଯେଉଁମାନେ ଟ୍ରାନ୍ସଫର ଚାହୁଁଥିଲେ, ଦଶମାଧିପତି ଶନି ଦ୍ୱାଦଶରେ ଥିବାରୁ ଡିପାର୍ଟମେଣ୍ଟ ଚେଞ୍ଜ, ଲୋକେସନ୍ ଚେଞ୍ଜ କିଛି କର୍ମଚାରୀଙ୍କର ହୋଇପାରେ। ବିଶେଷ କରି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି କିମ୍ବା ବଡ଼ କମ୍ପାନୀରେ କାମ କରୁଥିବା ଲୋକଙ୍କୁ ନୂଆ ସ୍ଥାନ କିମ୍ବା ନୂଆ ଦାୟିତ୍ୱ ମିଳିପାରେ। ଓଭରଅଲ୍ ଯଦି କହିବି, ଏହି 2026 ମସିହା ଜୁଲାଇ ମାସ ମେଷ ରାଶି ପାଇଁ କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ, କିନ୍ତୁ ରେଜଲ୍ଟ ବି ଭଲ ମିଳିବ। ବୁଧ ଏବଂ ବୃହସ୍ପତିଙ୍କର ଦଶମକୁ ଶୁଭ ଦୃଷ୍ଟି ଆପଣଙ୍କର କର୍ମକ୍ଷେତ୍ରରେ ଡେଭଲପମେଣ୍ଟ କରାଇବ, ଆପଣ ଗ୍ରୋ କରିବେ। ଏବଂ ଜୁଲାଇ 17 ତାରିଖ ପରେ ରବିଙ୍କର ପ୍ରଭାବ କର୍ମକ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି କରିବ। ପ୍ରାଇଭେଟ୍ ସେକ୍ଟରରେ ସୁଯୋଗ ଅଧିକ ଦେଖାଉଥିବା ବେଳେ ସରକାରୀ କ୍ଷେତ୍ରରେ ଧୈର୍ଯ୍ୟ ଏବଂ ନିରନ୍ତର ପରିଶ୍ରମ ଦରକାର ପଡ଼ିବ। ଏବଂ ଜୁଲାଇ 17 ତାରିଖ ପରେ ରବିଙ୍କର ପ୍ରଭାବ କର୍ମକ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି କରିବ। ପ୍ରାଇଭେଟ୍ ସେକ୍ଟରରେ ସୁଯୋଗ ଅଧିକ ଦେଖାଯାଉଥିବା ବେଳେ ସରକାରୀ କ୍ଷେତ୍ରରେ ଧୈର୍ଯ୍ୟ ଏବଂ ନିରନ୍ତର ପରିଶ୍ରମ ଦରକାର ପଡ଼ିବ। ଶନି ପରିଶ୍ରମ କରାନ୍ତି, କିନ୍ତୁ ବୃହସ୍ପତିଙ୍କର କୃପା ଥିଲେ ସେହି ପରିଶ୍ରମ କେବେ ବ୍ୟର୍ଥ ଯାଏନି। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ଶୁକ୍ର ଅଛନ୍ତି ପଞ୍ଚମରେ କେତୁଯୁକ୍ତ ହୋଇକି ଏବଂ ରାହୁଙ୍କର ଦୃଷ୍ଟି ସପ୍ତମ ଭାବକୁ ରହିଛି। ତେଣୁ ଏହି ଜୁଲାଇ ମାସରେ ବ୍ୟବସାୟ କ୍ଷେତ୍ରରେ କିଛି ଅପ୍ରତ୍ୟାଶିତ ପରିବର୍ତ୍ତନ, ନୂଆ ସୁଯୋଗ, କେତେକ ଚ୍ୟାଲେଞ୍ଜ ମଧ୍ୟ ଦେଖିବାକୁ ମିଳିପାରେ। ଜୁଲାଇ ମାସରେ ପାର୍ଟନରସିପ୍ ବିଜନେସ୍ରେ ସତର୍କ ରହିବା ଆବଶ୍ୟକ। କେତୁର ପ୍ରଭାବ କାରଣରୁ ପାର୍ଟନରଙ୍କ ସହ ଭୁଲ ବୁଝାମଣା, ମତଭେଦ କିମ୍ବା ପ୍ରଫିଟ୍ ସେୟାରିଂ ଇସ୍ୟୁ ନେଇ ସମସ୍ୟା ଦେଖାଦେଇପାରେ। କୌଣସି ନୂଆ ପାର୍ଟନରସିପ୍ କରିବା ପୂର୍ବରୁ ସମସ୍ତ ଡକୁମେଣ୍ଟ ଭଲ ଭାବରେ ଚେକ୍ କରନ୍ତୁ। ମୌଖିକ ଚୁକ୍ତି ଅପେକ୍ଷା ଲିଖିତ ଚୁକ୍ତିକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଯେଉଁମାନେ ଅନେକ ଦିନ ହେବ ପାର୍ଟନରସିପ୍ ବିଜନେସ୍ କରୁଛନ୍ତି, ପେସେନ୍ସ ରଖିଲେ ପ୍ରଫିଟ୍ ମିଳିପାରେ। ଯେଉଁମାନେ ଛୋଟ ବ୍ୟବସାୟୀ ଅଛନ୍ତି, ଏହି ଜୁଲାଇ ମାସ ଧୀରେ ଧୀରେ ଉନ୍ନତିର ସଂକେତ ଦେଉଛି। ବିଶେଷ କରି କପଡ଼ା ବ୍ୟବସାୟ, କସ୍ମେଟିକ୍ସ, ବ୍ୟୁଟି ପ୍ରଡକ୍ଟସ୍, ଫୁଡ୍ ବିଜନେସ୍, ଅନଲାଇନ୍ ସେଲିଂ, ମୋବାଇଲ୍ ଆସେସରିଜ୍, ଇଲେକ୍ଟ୍ରୋନିକ୍ସ ଆସେସରିଜ୍, ଡିଜିଟାଲ ସର୍ଭିସ୍ ଏବଂ ସୋସିଆଲ ରିଲେଟେଡ୍ ୱାର୍କ, ଏହିସବୁ ବିଜନେସ୍ ଯେଉଁମାନେ କରୁଛନ୍ତି ଭଲ ଆୟର ସୁଯୋଗ ଦେଖାଉଛି। ସେହିପରି ବଡ଼ ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଜୁଲାଇ ମାସରେ ବିଜନେସ୍ ଏକ୍ସପାନ୍ସନ୍ କରିବାର ସୁଯୋଗ ଥିଲେ ମଧ୍ୟ ଅତ୍ୟଧିକ ରିସ୍କ ନେବା ଠିକ୍ ହେବନି। ଯଦି ହାଇ ଆମାଉଣ୍ଟର ଲୋନ୍ ନେବାକୁ ଚାହୁଁଛନ୍ତି, ତେବେ ଦୁଇଥର ଚିନ୍ତା କରନ୍ତୁ।
ନୂଆ ପ୍ରୋଜେକ୍ଟରେ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ମାର୍କେଟର ସ୍ଥିତିକୁ ଭଲ ଭାବରେ ବୁଝନ୍ତୁ। ଏକ୍ସପିରିଏନ୍ସ ପର୍ସନଙ୍କ ପରାମର୍ଶ ନେଇ କାମ କଲେ ଲାଭ ହୋଇପାରେ। ଯଦି ସାଧାରଣ ଭାବରେ ଦେଖିବା ଏହି ଜୁଲାଇ ମାସରେ ଅନଲାଇନ୍ ବିଜନେସ୍, କ୍ୟାଟରିଂ ବିଜନେସ୍, ଏଜୁକେସନ୍, କୋଚିଂ, କନସଲଟାନ୍ସି, ଆଫିଲିଏଟ୍ ମାର୍କେଟିଂ, ଓମେନ୍ସ ରିଲେଟେଡ୍ ପ୍ରଡ଼କ୍ଟ ବିଜନେସ୍ ଯେଉଁମାନେ ସବୁ କରୁଛନ୍ତି ତେବେ ବିଜନେସ୍ ଭଲ ସେମାନଙ୍କର ଚାଲିବ। ମେଷ ରାଶିର ବ୍ୟବସାୟୀମାନଙ୍କୁ ଏହି ମାସରେ ଆଡ଼ଭାଇସ୍ ଏହା ରହିବ ଯେ ହାଇ ଆମାଉଣ୍ଟର ଇନଭେଷ୍ଟମେଣ୍ଟ କରି ସାଙ୍ଗେ ସାଙ୍ଗେ ଲାଭର ଆଶା କରନ୍ତୁ ନାହିଁ। ଲୋନ୍ ନେଇ ବିଜନେସ୍ ଏକ୍ସପାନ୍ସନ୍ କଥା ଚିନ୍ତା କରନ୍ତୁ ନାହିଁ। ଫ୍ରେଣ୍ଡ କିମ୍ବା ରିଲେଟିଭ୍ସଙ୍କ କଥାରେ ବିଜନେସ୍ରେ ବଡ଼ ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଠିକ୍ ନ ହୋଇପାରେ। ନୂଆ ପାର୍ଟନରସିପ୍ ଯଦି ଷ୍ଟାର୍ଟ କରୁଛନ୍ତି ତେବେ ସତର୍କ ରୁହନ୍ତୁ। ଓଭରଅଲ୍ ଯଦି କହିବି ଏହି ଜୁଲାଇ ମାସରେ ମେଷ ରାଶିର ବ୍ୟବସାୟ ଜୀବନ ମିଶ୍ରିତ ହେଲେ ମଧ୍ୟ ପ୍ରଗତିଶୀଳ ରହିବ। ସପ୍ତମାଧିପତି ଶୁକ୍ର ଉପରେ କେତୁ ରାହୁଙ୍କର ପ୍ରଭାବ ଥିବାରୁ ପାର୍ଟନରସିପ୍ ବିଜନେସ୍ରେ ଅଧିକ ସତର୍କତା ଆବଶ୍ୟକ। କିନ୍ତୁ ବୁଦ୍ଧିମାନ ନିଷ୍ପତ୍ତି ଏବଂ ଧୈର୍ଯ୍ୟ ରଖି କାମ କଲେ ଧୀରେ ଧୀରେ ଲାଭ ଏବଂ ଉନ୍ନତିର ଦ୍ୱାର ଖୋଲିବ। ଏହି ମାସର ମୂଳମନ୍ତ୍ର ହେଉଛି ରିସ୍କ କମ୍, ଅଧିକ ଯୋଜନା ଏବଂ ବିଶ୍ୱସ୍ତ ପାର୍ଟନରଙ୍କ ସହଯୋଗ ହିଁ ସଫଳତାର ଚାବିକାଠି ହେବ। ମେଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶ୍ୟାଧିପତି ହେଲେ ମଙ୍ଗଳ। ମଙ୍ଗଳଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ କ୍ରାଂ କ୍ରିଂ କ୍ରୌଂ ସ ଭୌମାୟ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ହନୁମାନ ଚାଳିଶାର ପାଠ କରନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ହନୁମାନଙ୍କ ପାଦରୁ ସିନ୍ଦୁର ଆଣି ମଥାରେ ଲଗାନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ମେଷରାଶି ପାଇଁ 2026 ମସିହା ଜୁଲାଇ ମାସର ମାସିକ ରାଶିଫଳ ବିଷୟରେ ଡିଟେଲ୍ସରେ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।